ସେବାୟତ ମାନଙ୍କର ବ୍ୟବସାୟ ହେଲା ଯାତ୍ରୀଙ୍କୁ ଦର୍ଶନ କରିବା, ଦାନ ଦକ୍ଷିଣା ନେବା। ସେମାନେ ତ ଦର୍ଶନ କରିଲେ ପାଇବେ, ଦର୍ଶନ କରିବାକୁ ତାଙ୍କୁ ଯେତେବେଳେ ଅସୁବିଧା ହେଉଛି ସେ ବାଧ୍ୟ ହେଇକିରି କିଛି ଗଳା ବାଟ ଦେଇ କିଛି କାହାକୁ ପଇସା ପତ୍ର ଦେଇ ଭଲ ମନ୍ଦ କରି ଦେଇକି ଯାଉଛନ୍ତି। ତେଣୁକରି ଆମେ ଯଦି ଗୋଟିଏ ରାସ୍ତା କେବଳ ତାଙ୍କ ପାଇଁ ହେଇପାରିବ, ଆଉ କିଛି ବିଭ୍ରାଟ ହବନି। ରାସ୍ତାଟା ସେଇଆ ଠିକ ରୂପେ ହବା ଆବଶ୍ୟକ। ରାସ୍ତା ଅଛି ନା ନାଇଁ, କୋଉଠି ନାହିଁ? ରାସ୍ତା ଅଛି, କେବଳ କାର୍ଯ୍ୟକାରୀ ହେବା ଆବଶ୍ୟକ, ନାହିଁ ନ ଅଛି। ତାହେଲେ କେମିତି କାର୍ଯ୍ୟକାରୀ ହବ? କେବଳ ଖାଲି ଆକ୍ସନ ନେଇଯିବ, ଗୋଟିଏ ଦିନ ଷ୍ଟ୍ରିଟ୍ କରିଦେଲେ ତ ହବନି। କଣ କରାଯିବା ଦରକାର? ପ୍ରଶାସନ ଦାୟିତ୍ୱ ନେବ, ସେବାୟତ ମାନେ କେମିତି ଯାତ୍ରୀ ନେଇକି ଯିବେ। ମୋର ଦାବି ଯେ କେବଳ ସେବାୟତ ମାନେ ନେଇକି ଯାଆନ୍ତୁ, କୌଣସି ଗୁମାସ୍ତା ମାନଙ୍କର ନବାର ଜଗନ୍ନାଥ ମନ୍ଦିର ଭିତରେ ଗୁମାସ୍ତା ମାନେ ପଣ୍ଡା ମାନଙ୍କର ରୁହନ୍ତୁ, କିଛି ଆପତ୍ତି ନାହିଁ। ଯାହାଦ୍ୱାରା କି ବହୁତ ବାହ୍ୟ ଲୋକ ନେଉଛନ୍ତି। ବିଗତ ଦିନରେ ପୁରୀ ଏସ୍ପି ଯୋଉ ଧରିଥିଲେ ଲୋକମାନଙ୍କୁ ଗୁମାସ୍ତା କଲେ, ଏମାନଙ୍କୁ ବହୁତ ବୋଝିଏ ବାହାରକୁ ନିଶାଖର ବୁଝଉଛି। ସେବାୟତ ମାନେ ନେଲେ ତାଙ୍କ ଦାୟିତ୍ୱ, ତାଙ୍କର କର୍ତ୍ତବ୍ୟ, ସେ ନେଇକି ଯାଇପାରିବେ। ଯାତ୍ରୀ ପଣ୍ଡା ଗୁମାସ୍ତା ରହିଥାନ୍ତି ନା, ସେ ରହନ୍ତୁ। ଗୁମାସ୍ତା ମାନଙ୍କ କାର୍ଯ୍ୟ ବହୁତ ପ୍ରକାର ଅଛି। ସେ ପଣ୍ଡା ମାନଙ୍କର କାର୍ଯ୍ୟ କରିବେ, ଯାତ୍ରୀ ମାନଙ୍କ କାର୍ଯ୍ୟ କରିବେ ବାହାରେ, କିନ୍ତୁ ଦର୍ଶନ କରିବା ଦାୟିତ୍ୱ ସେବାୟତ ମାନଙ୍କର। କେବଳ ସେବାୟତ ମାନେ ଯଦି ଯିବେ ଭଲ ହୁଅନ୍ତା। ବିଭିନ୍ନ ପ୍ରକାର ଅଛି ଜାଗା, ସମୟ ଆସିଲେ ଦେଖିବା। ବୈଠକ ଅଛି ହବାର, ଡେଟ୍ କିଛି ବାହାରିନି। ତେବେ ଜିଲ୍ଲାପାଳ କହିଛନ୍ତି ଗୋଟେ ଆଲୋଚନା କରିବା। ନୂଆ ଏସ୍ପି ଆଇଛନ୍ତି, ଜଏନ୍ କଲେ ନା ନାହିଁ, ତା ଭିତରେ ଜଏନ୍ କରିବା ପରେ ତା ଭିତରେ ନିଶ୍ଚିନ୍ତ ଗୋଟେ ଏସ୍ପି ଜିଲ୍ଲାପାଳ ରହିକି ଆଲୋଚନା ହେବ। ଏଟା ସଦାବେଳେ ପାଇଁ ରହିବା ଆବଶ୍ୟକ। ନହେଲେ ଯୋଉମାନେ ଯାତ୍ରୀ ଆସୁଛନ୍ତି, ଯାତ୍ରୀ ପଣ୍ଡାର ଆବଶ୍ୟକତା ରହିଛି, ସେମାନଙ୍କ ପାଇଁ ସ୍ୱତନ୍ତ୍ର ଅଫିସ କରାଯିବା ଦରକାର। ସେମାନେ ସେଇଠି ଯାଇକି କହିବେ ଯେ ମୋର ଏଇ ଯାତ୍ରୀ ପଣ୍ଡା, ଏଭଳି ଗୋଟେ ପ୍ରକ୍ରିୟା ହବା ଦରକାର। ଶୃଙ୍ଖଳା ହବା ପାଇଁ ଯାହା ଆବଶ୍ୟକ କରିବା ନିହାତି ଆବଶ୍ୟକ। ଏଇଟା ସବୁ ହେଲା ଶୃଙ୍ଖଳା। ଶୃଙ୍ଖଳା ପାଇଁ ଯାହା ଆବଶ୍ୟକ ତାହା ହବା ନିଶ୍ଚିନ୍ତ ଆବଶ୍ୟକ। ପରିମାଣିକ ଟିକେଟ ଦର୍ଶନ ମଧ୍ୟ ବନ୍ଦ ହେଇଯାଇଛି, ସେଇଟା ମଧ୍ୟ କରାଯିବ। ପରିମାଣିକ ଟିକେଟ ଉପରେ ତ ବହୁତ ପ୍ରକାର ଆଲୋଚନା ହେଇସାରିଲାଣି ବିଗତ ଦିନ ମାନଙ୍କରେ। କିଛି ସେବାୟତ ଚାହୁଁଛନ୍ତି ହଉ, କିଛି ସେବାୟତ ଚାହୁଁଛନ୍ତି ନ ହଉ। ସାହାଣ ମେଳା ହଉ ବୋଲି ଚାହୁଁଛନ୍ତି, ତାର ନିଷ୍ପତ୍ତି କିଛି ହେଇନି। ପରିମାଣିକ ଟିକେଟ ଦ୍ୱାରା ଏସବୁ ସମାଧାନ ହେଇପାରିବ କି? କିଛିଟା ହେବ। ଦର୍ଶନ ତ ଏଠି ଦର୍ଶନ ପ୍ରସାଦ ହେଲା ମୁଖ୍ୟ ଜିନିଷ ଜଗନ୍ନାଥ ମନ୍ଦିର ଭିତରେ। ତେଣୁକରି ଦର୍ଶନ ଲୋକ ନ କଲେ କାହିଁକି ଯାତ୍ରୀ ଆସିବେ, କାହିଁକି ପଣ୍ଡା ମାନଙ୍କୁ ଧରିବେ, କଣଟା କାମ ଅଛି? ତେଣୁକରି ଦର୍ଶନ କରିବା, ଚାहे ସେ ପରିମାଣିକ ହଉ, ସାହାଣ ମେଳା ହଉ, ଭଲ ହଉ, ମନ୍ଦ ହଉ, ଯେକୌଣସି ବାଟ ହଉ, କରିବା ଆବଶ୍ୟକ। ଭୁଲ ସେଇଟା କେତେ ଦିନ ଆଜି ଲୁଚେଇକିରି ଗଳା ବାଟ ଦେଇ ଯାଉଛୁ, କାହାକୁ ପଇସା ଦେଇ ଯାଉଛନ୍ତି, ସେଟା କେତେ ଦିନ? ସେଟା ସବୁଦିନ ଚିରସ୍ଥାୟୀ ଜିନିଷ ନୁହଁ। କିନ୍ତୁ ଯାତ୍ରୀ ମାନଙ୍କୁ ଦର୍ଶନ କରିବା ଦାୟିତ୍ୱ ପଣ୍ଡା ମାନଙ୍କର, ଏଇଟା ଚିରସ୍ଥାୟୀ। ଆବାହନ ଯୁଗରୁ ଅଛି, ବର୍ତ୍ତମାନ ଅଛି, ଆଗାମୀ ଦିନରେ ବି ରହିବ ବୋଲି ଆଶା। ତେଣୁ ତାର ସୁରକ୍ଷା କରାଗଲେ ଭଲ ହବ। ଆଉ କଣ, ଶୃଙ୍ଖଳାଟା ନିହାତି ଆବଶ୍ୟକ ତାର।